ଶୋଇଥିବା ଅବସ୍ଥାରେ ସମସ୍ତେ ଅନେକ ସମୟରେ ସ୍ୱପ୍ନ ଦେଖିଥାନ୍ତି। ସ୍ୱପ୍ନରେ ଆମେ ବହୁତ କିଛି ଦେଖିବାକୁ ପାଇଥାଉ। କିଛି ସ୍ୱପ୍ନ ଆମର ସତ ହେଉଥିବା ବେଳେ କିଛି ସ୍ୱପ୍ନ ଆମର ସେହି ସ୍ୱପ୍ନ ହିଁ ହୋଇ ରହିଯାଏ। ତେବେ ଆପଣ କ'ଣ ଜାଣିଛନ୍ତି ଯେ କେଉଁ ସ୍ୱପ୍ନ କେଉଁ ସମୟରେ ଦେଖିଲେ ତାହା ସତ ହୋଇଯାଏ? କୁହାଯାଏ ଯେ ଭୋର ସମୟରେ ଯଦି ଆପଣ କିଛି ସ୍ୱପ୍ନ ଦେଖୁଛନ୍ତି ତେବେ ତାହା ସତ ହେବାର ଅଧିକାଂଶ ସମ୍ଭାବନା ରହିଛି। କିନ୍ତୁ ଏହା କେତେ ମାତ୍ରାରେ ସତ? ଆଉ କେଉଁ ସ୍ୱପ୍ନ ଦେଖିଲେ ତାହା ସତ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ? ଆସନ୍ତୁ ଜାଣିବା ଏ ସମ୍ପର୍କରେ। ଯଦି ଆପଣ ରାତିର ଦ୍ୱିତୀୟ ପ୍ରହର ଠାରୁ ଚତୁର୍ଥ ପ୍ରହର ପର୍ଯ୍ୟନ୍ତ ମଧ୍ୟରେ ସ୍ୱପ୍ନ ଦେଖୁଛନ୍ତି ତାହେଲେ ସେହି ସ୍ୱପ୍ନ ବ୍ୟକ୍ତିର ସତ ହେବାର 100% ସମ୍ଭାବନା ରହିଥାଏ। ସେହିପରି ଯଦି ଦକ୍ଷିଣ କଡ଼ ଆପଣ ମାଡ଼ି ହୋଇ ଶୋଇଛନ୍ତି ଆଉ ଶୋଇବା ସମୟରେ ଯଦି କିଛି ସ୍ୱପ୍ନ ଦେଖୁଛନ୍ତି ତେବେ ସେହି ସ୍ୱପ୍ନ ମଧ୍ୟ ସତ ହେବାର ଅନେକ ସମ୍ଭାବନା ଅଛି। ଗୁରୁପାକ ଭୋଜନ ଗ୍ରହଣ କରି ବିଳମ୍ବିତ ରାତିରେ ଶୋଇବା ଦ୍ୱାରା ଯେଉଁ ନିଦ ଆସେ ସେହି ନିଦ୍ରାରେ ଆମେ ଯେଉଁ ସ୍ୱପ୍ନ ଦେଖୁ ସେହି ସ୍ୱପ୍ନଟି ମଧ୍ୟ ସତ ହେବାର ବହୁତ ସମ୍ଭାବନା ରହିଥାଏ। ପ୍ରାଚୀନ ମୁନି ଋଷିମାନେ ନିଜ ଯୋଗ ସାଧନା ବଳରେ ସେମାନେ ଦେଖୁଥିବା ଅସ୍ୱପ୍ନର ସତ୍ୟତା ଓ ମିଥ୍ୟା ସ୍ୱପ୍ନ ସମ୍ପର୍କରେ ସବୁ କିଛି ଜାଣିପାରୁଥିଲେ। ସ୍ୱପ୍ନର ଦେବତା କିଏ ଆପଣ କ'ଣ ଜାଣିଛନ୍ତି? ତେବେ ଜାଣି ରଖନ୍ତୁ ଯେ ସ୍ୱପ୍ନର ମୂଳ ଦେବୀ ହେଉଛନ୍ତି ମାତା ପାର୍ବତୀ। ସେ ପ୍ରତ୍ୟେକ ରାତ୍ରିରେ ଶୂନ୍ୟ ଆକାଶରେ ଉଡ଼ି ବ୍ରହ୍ମାଣ୍ଡକୁ ଭ୍ରମଣ କରିଥାନ୍ତି। ଏହା ଶାସ୍ତ୍ରରେ ଉଲ୍ଲେଖ ଅଛି। ତାଙ୍କ ଅଙ୍ଗରୁ ହିଁ ସ୍ୱପ୍ନ କୁମାରୀ ଜାତ ହୋଇଥାନ୍ତି, ଯିଏ ହିଁ ପ୍ରତ୍ୟେକ ବ୍ୟକ୍ତିର ନିଦ୍ରାରେ ଆସି ସ୍ୱପ୍ନ ଦେଖାନ୍ତି। ତେବେ ଧାର୍ମିକ ବ୍ୟକ୍ତି ଈଶ୍ୱରୀୟ ଚେତନା ସହ ଜଡ଼ିତ ଯେଉଁ ମହତ୍ତ୍ୱପୂର୍ଣ୍ଣ ସ୍ୱପ୍ନ ଦେଖିଥାନ୍ତି ତାହା ଅନେକ ସମୟରେ ସତ ହୋଇଯାଏ। ହେଲେ ଅନ୍ୟ ଏପରି ବହୁତ ସ୍ୱପ୍ନ ଅଛି ଯାହା କେବଳ ନିଦ୍ରା ଅବସ୍ଥାରେ ସ୍ୱପ୍ନ ଭାବେ ଦେଖିଥାଉ, ହେଲେ ସେହି ସ୍ୱପ୍ନ ବାସ୍ତବକୁ ଆସି ସତ୍ୟ କେବେ ବି ହୁଏ ନାହିଁ। ତେବେ ଆମ ହିନ୍ଦୁ ଶାସ୍ତ୍ରରେ ଥିବା ସ୍ୱପ୍ନ ଶାସ୍ତ୍ର ଏହାକୁ ନେଇ ଅନେକ କିଛି ମତ ପ୍ରକାଶ କରିଛି। ଯଦି ଆପଣ ଏହା ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ସ୍ୱପ୍ନ ଶାସ୍ତ୍ର ନିହାତି ଭାବେ ପଢ଼ିବାକୁ ପଡ଼ିବ। ଯଦି ଆପଣ କୌଣସି ବାରମ୍ବାର ଖରାପ ସ୍ୱପ୍ନ ଦେଖୁଛନ୍ତି କିମ୍ବା ଏମିତି କିଛି ଭଲ ସ୍ୱପ୍ନ ଦେଖୁଛନ୍ତି ଯାହାକି ପୂରଣ ହେଉନାହିଁ ତେବେ ତାହା ବିଷୟରେ ଜାଣିବା ପାଇଁ ଆପଣ ସ୍ୱପ୍ନ ଶାସ୍ତ୍ରକୁ ପଢ଼ନ୍ତୁ। ନିଜର ଚିନ୍ତା ଉପରେ ଆପଣ ନିୟନ୍ତ୍ରଣ ନିଶ୍ଚୟ ରଖନ୍ତୁ। ଆଶା ଅଛି ଆଜିର ଏହି ଇନଫର୍ମେସନ୍ ଆପଣଙ୍କୁ ଭଲ ଲାଗିଥିବ ଆଉ ଆପଣ ଜାଣିସାରିଥିବେ ଯେ ରାତିର କେଉଁ ସମୟରେ ଆପଣ ସ୍ୱପ୍ନ ଦେଖିଲେ ତାହା ସତ ହୋଇଯାଏ। ଯଦି ସ୍ୱପ୍ନଶାସ୍ତ୍ର ସହ ଜଡ଼ିତ ଏଭଳି ଅନେକ କିଛି ଭିଡ଼ିଓ ଆପଣ ଦେଖିବାକୁ ଚାହୁଁଛନ୍ତି ତାହେଲେ ମୋତେ କମେଣ୍ଟରେ ଜଣାନ୍ତୁ ଏବଂ ମୋ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଆଉ ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଖୁବ୍ ମାତ୍ରାରେ ଲାଇକ୍ ଏବଂ ସେୟାର କରନ୍ତୁ।